ଏହି କାହାଣୀଟି ଆମ ସହ ସେୟାର କରିଛନ୍ତି ରବୀନ୍ଦ୍ର ହୋତା। ତେଣୁ ସର୍ବପ୍ରଥମେ ରବୀନ୍ଦ୍ର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ତାଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣାକୁ ଆମ ସହ ସେୟାର କରିଥିବାରୁ। ତେବେ ସମ୍ପୂର୍ଣ୍ଣ କାହାଣୀଟିକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଏକ ଛୋଟିଆ ଅନୁରୋଧ, ଯଦି ଏଯାଏଁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ ଭବିଷ୍ୟତରେ ଏମିତି ଭୟଙ୍କର କାହାଣୀର ନୋଟିଫିକେସନ୍ ସର୍ବପ୍ରଥମେ ପାଇବା ପାଇଁ। ତେବେ ବିନା କୌଣସି ଡେରି କରି ଚାଲନ୍ତୁ ଆରମ୍ଭ କରିବା ଆଜିର କାହାଣୀ। ରବୀନ୍ଦ୍ର ଭାଇ କହିଥାନ୍ତି, ମୁଁ ରାଜସ୍ଥାନରେ ଏକ ଫାଇନାନ୍ସ ବ୍ୟାଙ୍କରେ କାମ କରେ। ଆଉ ମୋ ସହ ମୋର ଜଣେ ସହକର୍ମୀ ବିନୋଦ, ଆମେ ଏକାଠି ଗୋଟେ ବ୍ୟାଙ୍କରେ କାମ କରୁ। ସେଠାରେ ଏମିତି କାମ କରିବା ସମୟରେ ରାଜସ୍ଥାନ ଏକ ଭୂତିଆ ଜାଗା ଭାନଗଡ଼, ଯାହା ସମ୍ପର୍କରେ ଆମେ ଏମିତି ଅନେକ କାହାଣୀ ଶୁଣିଛୁ। ଆଉ ଲୋକମାନଙ୍କ କହିବା ମୁତାବକ ଭାନଗଡ଼ ସାରା ଭାରତର ସବୁଠାରୁ ଭୟାନକ ଜାଗା, ଯେଉଁଠାରେ ସୂର୍ଯ୍ୟ ଅସ୍ତ ପରେ ଭିତରକୁ ଯିବା ଏକ ଆଇନଗତ ଅପରାଧ। କୁହାଯାଏ ଏହି କିଲ୍ଲାରେ ରାଜକୁମାରୀ ରତ୍ନାବତୀ ରହୁଥିଲେ, ଯାହାଙ୍କର ସୌନ୍ଦର୍ଯ୍ୟର ଚର୍ଚ୍ଚା ସାରା ମୁଲକରେ କରାଯାଉଥିଲା। ସେହି କିଲ୍ଲାର ପାଖରେ ସିନାଇ ନାମକ ଏକ ତାନ୍ତ୍ରିକ ମଧ୍ୟ ରହୁଥିଲା, ଯିଏକି ରାଜକୁମାରୀ ରତ୍ନାବତୀଙ୍କ ସୌନ୍ଦର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହୋଇଯାଇଥିଲା। ଆଉ ଯେକୌଣସି ବି ମୂଲ୍ୟରେ ସେ ରାଜକୁମାରୀ ରତ୍ନାବତୀଙ୍କୁ ପାଇବାକୁ ଆଶା ରଖିଥିଲା। ଏମିତି ଦିନେ କୁମାରୀ ରତ୍ନାବତୀ ତାଙ୍କର କିଛି ସଖୀଙ୍କ ସହ ବଜାରକୁ କିଛି ଅତର କିଣିବା ପାଇଁ ଯାଇଥିଲେ। ଏହିସବୁ କଥା ସେ ତାନ୍ତ୍ରିକ ଦେଖିଥିଲା। ଆଉ କଳା ଯାଦୁର ସାହାଯ୍ୟ ନେଇ ସେ ସେହି ଅତରରେ ଏପରି କିଛି ମିଶାଇଲା, ଯାହାକୁ ଲଗାଇବା ପରେ ରାଜକୁମାରୀ ତା ବଶବର୍ତ୍ତୀ ହୋଇଯାଇଥାନ୍ତେ। ପରନ୍ତୁ କେହି ଜଣେ ନଗରବାସୀକୁ ଏହି କଥା ଜଣାପଡ଼ିଗଲା। ଆଉ ଏହିସବୁ କଥା ସେ ଯାଇ କୁମାରୀ ରତ୍ନାବତୀଙ୍କୁ କହିଦେଲା। କୁମାରୀ ରତ୍ନାବତୀ ଏହିସବୁ କଥା ଶୁଣି ସେ ଅତରର ବୋତଲକୁ ବାହାରକୁ ଫୋପାଡ଼ି ଦେଲେ, ଯାହା ଯାଇ ଏକ ପଥରରେ ବାଡ଼େଇ ହେଲା। ଆଉ କଳା ଯାଦୁ ପ୍ରଭାବରେ ସେହି ପଥର ଆକର୍ଷିତ ହୋଇ କ୍ଷିପ୍ର ଗତିରେ ଯାଇ ସେ ତାନ୍ତ୍ରିକର ଶରୀରରେ ବାଡ଼େଇ ହେଲା, ଯାହାଫଳରେ ସେ ତାନ୍ତ୍ରିକର ସେହିଠାରେ ମୃତ୍ୟୁ ହୋଇଗଲା। ପରନ୍ତୁ ମରିବା ସମୟରେ ସେ ପୁରା ଭାନଗଡ଼କୁ ଏକ ଅଭିଶାପ ଦେଇଗଲା, ଭାନଗଡ଼, ତୁ ଏହାପରେ ଆଉ କେବେ ବି ଖୁସିରେ ରହିପାରିବୁନି। ଆଉ ଏଠାରେ ଯେ କେହି ବି ରହିବ ସମସ୍ତଙ୍କର ମୃତ୍ୟୁ ହୋଇଯିବ। ଆଉ ସେ ତାନ୍ତ୍ରିକ ମରିବାର ମାତ୍ର କିଛି ଦିନ ପରେ ଅଚାନକ ମୋଗଲ ଯୋଦ୍ଧାମାନେ ଭାନଗଡ଼ର ସମସ୍ତ ଇଲାକାରେ ପଶି ପୁରା ଭାନଗଡ଼କୁ ନିଜ ଅଧୀନକୁ ଆଣି ପକାଇଲେ। ପରନ୍ତୁ ସେହି ଆକ୍ରମଣ ଏତେ ଭୟାନକ ଥିଲା କି ଯାହାଦ୍ୱାରା ପ୍ରାୟ 10,000 ଲୋକଙ୍କ ମୃତ୍ୟୁ ହୋଇଗଲା, ଯେଉଁଥିରେ ବହୁ ସଂଖ୍ୟକ ମହିଳା ଏବଂ ଛୋଟ ପିଲା ମଧ୍ୟ ଥିଲେ। ଏହିପରିକି ମୋଗଲମାନେ ରାଜକୁମାରୀ ରତ୍ନାବତୀଙ୍କୁ ମଧ୍ୟ ତାଙ୍କ ମହଲ ଭିତରକୁ ଯାଇ ତାଙ୍କ ଶୋଇବା କକ୍ଷରେ ହତ୍ୟା କରିଦେଇ ଆସିଲେ। ଭାନଗଡ଼ ସମ୍ପର୍କରେ ଏହିସବୁ କଥା ସେଠାରେ ଆମକୁ ଜଣେ ବୃଦ୍ଧ ବାବା କହିଲେ। ଏହି କାହାଣୀ ଦୃଷ୍ଟିରୁ ଅନୁମାନ କଲେ ଏବେ ବି ଲୋକମାନେ କହନ୍ତି କି ସେଠାରେ ଆଜି ବି ସେହି ଲୋକମାନଙ୍କର ଅତୃପ୍ତ ଆତ୍ମା ଘୁରି ବୁଲେ। ଆଉ ଯେ କେହି ବି ସୂର୍ଯ୍ୟାସ୍ତ ପରେ ସେହି ଭାନଗଡ଼ କିଲ୍ଲା ଭିତରକୁ ଯାଇଛି, ସେ କେବେ ବି ସେଠାରୁ ଆଉ ଫେରିକି ଆସିନି। ଭାନଗଡ଼ ସମ୍ପର୍କରେ ଏହିସବୁ କଥା ଏମିତି ବହୁଥର ଶୁଣିଲା ପରେ ଆମେ ଦୁଇଜଣ ଚିନ୍ତା କଲୁ କି ଆମେ ସେ ଭାନଗଡ଼ କିଲ୍ଲା ଭିତରକୁ ଯାଇ ଦେଖିବୁ କି ସତରେ କ'ଣ ସେ କିଲ୍ଲା ଏତେ ଭୟାନକ, ନା ଏହା କେବଳ ଗୋଟିଏ ମିଛ କାହାଣୀ। ଏହିସବୁ କଥା ଆମେ ଦୁହେଁ ଚିନ୍ତା କରି ପାଖାପାଖି ରାତି 8ଟା ବେଳକୁ ସେହି କିଲ୍ଲାର ଗାର୍ଡକୁ କିଛି ପଇସା ଦେଇ ଆମେ କିଲ୍ଲା ଭିତରକୁ ପ୍ରବେଶ କଲୁ। ଭିତରକୁ ପଶିବା ମାତ୍ରେ ଅଚାନକ ଯେମିତି ଲାଗିଲା ପବନ ବହିବା ବନ୍ଦ ହୋଇଗଲା, ଯାହାଫଳରେ ଆମକୁ ଟିକେ ଅଣନିଶ୍ୱାସୀ ମଧ୍ୟ ମନେ ହେଉଥିଲା। କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ଆମେ ସେ କିଲ୍ଲାର ଚାରିପାଖ 2 ଘେରା ମାରିକି ଆସିଲୁ, ହେଲେ ଆମକୁ କେଉଁଠି ବି କିଛି ଭୂତପ୍ରେତ ନଜର ଆସିଲା ନାହିଁ। ମୋତେ ଏକ ଅର୍ଜେଣ୍ଟ କଲ୍ କରିବାର ଥିଲା, କିନ୍ତୁ ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ମୁଁ କିଲ୍ଲାର ଅନ୍ୟ ଏକ ସାଇଡ଼କୁ ଚାଲିଗଲି। ଆଉ ଯେମିତି ମୁଁ କଲ୍ କରିବା ପାଇଁ ଫୋନ୍କୁ ଧରିଛି, ଅଚାନକ ମୋତେ ଏକ ଝିଅର ଜୋରରେ ଚିତ୍କାର ଶୁଭିଲା। ଏହା ଶୁଣି ଡରରେ ମୁଁ ସେଠାରୁ ଦୌଡ଼ିକି ବିନୋଦ ପାଖକୁ ଚାଲି ଆସିଲି। କିନ୍ତୁ ସେଠାକୁ ଆସି ଦେଖେ ତ ବିନୋଦ ସେଠାରେ ନାହିଁ, କୁଆଡ଼େ ଗାୟବ ହୋଇଯାଇଛି। ଏହା ଦେଖି ମୁଁ ବିନୋଦକୁ ବହୁତ ଆବାଜ ଦେଲି, ବିନୋଦ, ଏ ବିନୋଦ। ପରନ୍ତୁ ବିନୋଦ ଠାରୁ କୌଣସି ପ୍ରତ୍ୟୁତ୍ତର ଆସିଲା ନାହିଁ। ଠିକ୍ ସେତିକି ବେଳେ ମୋତେ ସେ କିଲ୍ଲାର ଉପର ମହଲାରୁ ଏକ ରୁମ୍ରୁ ଧମକି ଗୋଟେ ଆବାଜ ଆସିଲା। ଏହା ଶୁଣି ମୁଁ ସେ ଆବାଜ କେଉଁଠୁ ଆସିଲା ବୋଲି ଯେତେବେଳେ ସିଡ଼ି ଦେଇ ଉପରକୁ ଯାଉଥାଏ, ସେତେବେଳେ ମୋ ପାଦର ଶବ୍ଦ ସହ କାହାର ପାଉଁଜିର ଶବ୍ଦ ମଧ୍ୟ ସମାନ ଭାବରେ ଶୁଭୁଥାଏ। ପରନ୍ତୁ ଅଚାନକ ମୋତେ ଯେମିତି ଲାଗିଲା କି କେହି ଯେମିତି ମୋ ସାଇଡ଼ରେ ଏକଦମ ଦୌଡ଼ିକି ପଳାଇଲା। ଏହା ଦେଖି ମୁଁ ପୁରା ଡରିଯାଇ ପୁଣି ବିନୋଦକୁ ଆବାଜ ଦେଲି, ବିନୋଦ, ଏ ବିନୋଦ। କିନ୍ତୁ ତଥାପି ବି ବିନୋଦ ଠାରୁ କିଛି ପ୍ରତ୍ୟୁତ୍ତର ମିଳିଲା ନାହିଁ। ବିନୋଦକୁ ମୁଁ ସେମିତି ସେ ଉପର ମହଲାର ସବୁ ରୁମ୍ରେ ଖୋଜୁଥାଏ। ଠିକ୍ ସେତିକି ବେଳେ ଏକ ରୁମ୍ର ଝରକା ପାଖରେ ବିନୋଦ ଏକଲା ଠିଆ ହୋଇଥିବାର ମୋତେ ଦେଖାଗଲା। ଏହା ଦେଖି ମୋ ଦେହରେ ଟିକେ ଜୀବନ ପଶିଲା। ଆଉ ବିନୋଦକୁ ମୁଁ କହିଲି, ତୁ ଏଇଠି ଠିଆ ହେଇଛୁ, ମୁଁ ତତେ ଏତେ ଥର ଡାକିଲିଣି, ମୋ ଡାକ ତତେ ଶୁଭୁନି?
ଶୁଣ ଚାଲ ଏଠୁ ଜଲ୍ଦି ପଳାଇବା, ଆମେ ସତରେ ଗୋଟେ ଭୁଲ ଜାଗାକୁ ପଳେଇ ଆସିଛନ୍ତି, ପ୍ଲିଜ୍ ଚାଲ ନା ଏଠୁ ଜଲ୍ଦି ପଳାଇବା। କିନ୍ତୁ ବିନୋଦ ମୋ କଥାର କିଛି ବି ଉତ୍ତର ଦେଲା ନାହିଁ। ସେମିତି ସେ ଝରକା ଆଡ଼େ ମୁହଁ କରି ଛିଡ଼ା ହୋଇଥାଏ। ବିନୋଦ କାହିଁକି ମୋ ପ୍ରଶ୍ନର କିଛି ବି ଉତ୍ତର ଦେଉନାହିଁ ଭାବି ଯେତେବେଳେ ମୁଁ ତା ହାତକୁ ଧରି ପକାଇଲି, ଠିକ୍ ସେତିକି ବେଳେ ମୋ ପଛପାଖ କବାଟ ଦେଇ ବିନୋଦ ମୋ ପାଖକୁ ଆସିଲା। ବିନୋଦକୁ ମୋ ପଛପାଖେ ଛିଡ଼ା ହୋଇଥିବାର ଦେଖି ମୁଁ ଏକଦମ ଚମକି ପଡ଼ିଲି। ଆଉ କହିଲି, ଯଦି ବିନୋଦ ମୋ ପଛପାଖେ ଛିଡ଼ା ହୋଇଛି ତାହେଲେ ମୁଁ କାହାର ହାତ ଧରିଛି? ଏହି କଥା ମନରେ ଭାବି ଡରରେ ମୁଁ ତା ହାତକୁ ଛାଡ଼ିଦେଲି। ଆଉ ଯେମିତି ମୁଁ ତା ହାତକୁ ଛାଡ଼ିଛି, ଅଚାନକ ସେ ଲୋକ ତା ମୁଣ୍ଡକୁ ପଛକୁ ବୁଲାଇଲା। ଆଉ ଯେମିତି ସେ ତା ମୁଣ୍ଡକୁ ପଛକୁ ବୁଲାଇଛି, ମାନ ଯେମିତି ତା ଚେହେରା ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡୁଳା ପରି ଦେଖାଯାଉଥିଲା। ସେ ଲୋକର ଏପରି ଭୟାନକ ଚେହେରା ଦେଖି ଡରରେ ମୁଁ 2 ପାଦ ପଛକୁ ଘୁଞ୍ଚି ଆସି ବିନୋଦର ହାତକୁ ଧରି ସଙ୍ଗେ ସଙ୍ଗେ ଆମେ 2 ଜଣ ଏକ ରାହାରେ ଦୌଡ଼ି ସେ କିଲ୍ଲାର ବାହାରକୁ ଚାଲି ଆସିଲୁ। ସେଠୁ ରୁମ୍କୁ ଆସି ଗୋଟେ ନିଶ୍ୱାସ ନେଇସାରି ବିନୋଦକୁ ମୋ ସହ ଘଟିଥିବା ସମସ୍ତ ଘଟଣା କହିଲି। ବିନୋଦ ମୋ ଠାରୁ ସମସ୍ତ କଥା ଶୁଣିସାରି ମୋତେ କହିଲା, ମୋତେ ବି ସେ କିଲ୍ଲାରେ କିଏ ଗୋଟେ ସ୍ତ୍ରୀ ଲୋକ ନାଲି ଶାଢ଼ୀ ପିନ୍ଧି ରୁଣୁଝୁଣୁ ଶବ୍ଦ କରି ବୁଲୁଥିବାର ଦେଖାଗଲା। ଏହି ସବୁ କଥା ଆଲୋଚନା କରିସାରିବା ପରେ ବିନୋଦ ମୋତେ କହିଲା, ଶୁଣ ରବି, ଆମେ ଭାନଗଡ଼ ଯାଇଥିଲେ ବୋଲି କାହାକୁ ବି କହିବୁନି। 2 ଜଣ ଯାକ ଏହି ସବୁ କଥା ଆଲୋଚନା କରିସାରିବା ପରେ ଆମେ ନିଜ ନିଜ ରୁମ୍କୁ ଶୋଇବାକୁ ଚାଲିଗଲୁ। କିନ୍ତୁ ସେଦିନ ରାତିରେ ମୋତେ ଜମାରୁ ନିଦ ହେଲାନି। ଖାଲି ଆଖି ବନ୍ଦ କଲେ ସେ ସ୍ତ୍ରୀ ଲୋକର ପାଉଁଜିର ରୁଣୁଝୁଣୁ ଶବ୍ଦ କାନରେ ବାଜୁଥାଏ। ତେବେ ଦର୍ଶକ ବନ୍ଧୁ, ଇଏ ତ ଥିଲା ରବୀନ୍ଦ୍ର ଭାଇ ଆମ ସହ ସେୟାର କରିଥିବା ଆଜିର କାହାଣୀ। ଯଦି ଆଜିର କାହାଣୀଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି, ଭବିଷ୍ୟତରେ ଏମିତି ଭୟଙ୍କର କାହାଣୀର ନୋଟିଫିକେସନ୍ ସର୍ବପ୍ରଥମେ ପାଇବା ପାଇଁ। ତେବେ ଦର୍ଶକ ବନ୍ଧୁ, ଆଜି ପାଇଁ ତ ଏତିକି। ପୁଣି ଦେଖାହେବ ଆଉ ଏକ ଭୟର ଏପିସୋଡ଼ରେ ଏମିତି ଆଉ ଏକ ଭୟଙ୍କର କାହାଣୀ ସହ। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।